ପାରାଦୀପର ସବୁଠୁ ସୁନ୍ଦର ମନ୍ଦିର। ସକାଳୁ ସକାଳୁ ବାହାରି ପଡ଼ିଲୁ ପାରାଦୀପର ମଧୁବନରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର। କୁହାଯାଏ ଏଠାରେ ସବୁ ଧର୍ମର ଲୋକମାନେ ଦର୍ଶନ ପାଇଁ ଆସନ୍ତି। ମନ୍ଦିରଟି ଦେଖିବାକୁ ଯେମିତି ସୁନ୍ଦର, ଏହାର ଇତିହାସ ମଧ୍ୟ ଆହୁରି ସୁନ୍ଦର। କିମ୍ବଦନ୍ତୀ କହେ 1970 ମସିହା ଯେତେବେଳେ ପାରାଦୀପ ପୋର୍ଟ ହେଲା, ସେତେବେଳର ପୋର୍ଟର କର୍ମଚାରୀ ପଣ୍ଡିତ ପଦ୍ମଚରଣ ତ୍ରିପାଠୀଙ୍କୁ ସ୍ୱପ୍ନ ହେଲା ଯେ ପାରାଦୀପର ମଧୁବନରେ ଏକ ଜଗନ୍ନାଥ ମନ୍ଦିର ତୋଳିବାକୁ। ସେହି ସମୟରେ ସେତେବେଳର ପାରାଦୀପ ପୋର୍ଟର ଟ୍ରଷ୍ଟି ଜଣେ ଇସାଇ ଧର୍ମର ଥିଲେ। ତାଙ୍କୁ ପୁରୀ ଜଗନ୍ନାଥ ମନ୍ଦିରକୁ ପ୍ରବେଶ ପାଇଁ ବାରଣ ହେଲା। ତେଣୁ ସେ ସବୁ ଧର୍ମର ଲୋକଙ୍କ ପାଇଁ ମନ୍ଦିର କରିବାକୁ ତ୍ରିପାଠୀଙ୍କ ସହ ଆଲୋଚନା କଲେ। ଯେତେବେଳେ କିଛି କର୍ମଚାରୀ ମଧୁବନ ଯାଇ ଜାଗା ଖୋଜିବାକୁ ଲାଗିଲେ, ଗୋଟେ ଜାଗାରେ ଚିଲ ଓ କାଉର ଜବରଦସ୍ତ ଲଢ଼େଇ ହେଉଥିଲା। ଆଉ କାଉ ଚିଲକୁ ହରାଇଦେଲା। ଏହା ଏକ ଭଲ ସଂକେତ ଭାବି ସେହି ଜାଗାରେ ଜଗନ୍ନାଥ ମନ୍ଦିର ତିଆରି କରାଗଲା। 1972 ମସିହାରେ ମନ୍ଦିର ତିଆରି ହୋଇ ମଧୁବନ ଜଗନ୍ନାଥ ମନ୍ଦିର ନାମ ରଖାଗଲା। ଏହା ସବୁ ଧର୍ମ ଲୋକଙ୍କ ପାଇଁ କରାଗଲା। ଏହାର ଉଦାହରଣ ଅରୁଣ ସ୍ତମ୍ଭରେ ପ୍ରତି ଧର୍ମର ଚିହ୍ନ ଅଛି। କ'ଣ ଆପଣ ଏ ଜଗନ୍ନାଥ ମନ୍ଦିର ଆସୁଛନ୍ତି? ଫୁଲ୍ ଭିଡ଼ିଓ ସୂର୍ଯ୍ୟ ମନ୍ଦିର ଟ୍ରାଭେଲର ୟୁଟ୍ୟୁବରେ ଦେଖିପାରିବେ।